ଭଲ ଲାଗିବ। କୁଟି ଦବା କି ହେନ୍ଦୁ ସେଟା କୁଟି ଦବା କି ମସଲାଟା ପ୍ଲେନ୍ ହବନି। ଆଉ ତୁ ଏଭଳିଆ କଲୁ ସେଟା 4 ଫୁଟି ପାଣି ଢାଳି ଦେନେ ଗ୍ରାଇଣ୍ଡର ବୁଲିବ ମସଲା ନା ଦେଖୁନି ଦେଖା। ଏତେ ଶୁଖିଲା ଲଙ୍କା ପଡ଼ିବ। ହଁ ଶୁଖିଲା ଲଙ୍କା କେତେଟା? 4-5ଟା। ରାଗ ତ ପ୍ରବଳ ହବ। ରାଗ ଲାଗିଲେ ରୁଇ ମସଲା ଭଲ ଲାଗେ ନା ଆଇଁଷ ଲାଗିବ। ଆଉ କ'ଣ ପଡ଼ିବ? ଲଙ୍କା ହେଇଗଲା, ରସୁଣ ହେଇଗଲା, ଅଦା ହେଇଗଲା। ୟାପରେ ପେଶା ଯିବ। ୟାପରେ ଗ୍ରାଇଣ୍ଡର ସଫା ହେଇନା ଧୁଆ ଦେଖାଉନି କ୍ଲିୟର ସଫା ଅଛି ବା। ଏଇଟା ମୁଁ ପକେଇ ସାରି ଦେଖାଉ ମସଲା ପକେଇଦେ। ବୁଲିବ ନା ଏଟାର କମ୍ ହେଇଯିବ କି ମସଲା? ନା ଏଟା ଦେଖିବନି ତୁମେ। ଆଉ କ'ଣ ପଡ଼ିବ? ତାପରେ ସୋରିଷ ମସଲା ପଡ଼ିବନି। ସୋରିଷ ମସଲା ଭେଦାଇ ରଖା ହେଇଛି। ଆଚ୍ଛା, ଏଇ ସୋରିଷ ମସଲାଟା ପଡ଼ିବ। ଭେଦାଇ ରଖା ହେଇଛି। ଆଉ ଏପରେ ଖାଲି ଏଠି ପାଣି ସେ ପକେଇବ ନା? ପାଣି ସେଠି କାଟିଦେଲେ ନା ବାଲି ମାଲି ଭାରି ପାଣି ଏଠି ଖୋଲା ହେଇଯିବ ଏଠି। ହାତ ଦେଖୁଛନ୍ତି ଭାଇ, ହାତ ଦେଖ। ନା ସେ ଫସ୍କା ସୁସ ଟିକେ ବାସ୍ ପକା। ଫସ୍କା ଆଉ ଟିକେ ପାଣି ପକା ଧରିବେ। ଟିକେ ପାଣି ବୁଲି କାଟିଦେ ପୁରା। ମସଲା ପକେଇଦେ। ସଫା କରିଦେ, ହାତ ମାରି ସଫା କରିଦେ। ହଳଦୀ ଗୁଣ୍ଡ ପଡ଼ିଗଲା। ଲୁଣ ସ୍ୱାଦ କେତେଟା ଟିକେ ନଗର ପଡ଼ିବ ଆଉ। ବାସ୍ 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 ବାସ୍। ଭଲ କିଣି ପଡ଼ିବ, ଭଲ କିଣି ପଡ଼ି ସାରିଛି। ଆମ ଗାଁ ଷ୍ଟାଇଲ ସିନା କାଟିଥାନ୍ତୁ, ଭଲ ରୋଷେଇ କରିଥାନ୍ତୁ। ଏଟା କାଗଜ ନୁହେଁ, ଏଟା କାଗଜ ବାସ୍ ବାସ୍ ବାସ୍। ଟେଷ୍ଟ କରିଦେବି। ଆଉ ଟିକେ ଆଚ୍ଛା ଲୁଣ ପିଇବ ନା। ଭଲ ନା ହେଲା ରେ। ଟିକେ ମସଲା ତାର ରେଡ଼ି ହେଇଗଲା। ପୁରା ଆଚାର ମସଲା ଭଳିଆ। ସବୁ ରକମର ଆଚାର ମସଲା ବି ପଡ଼ିଛି। ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ସବୁ ତ ଆଚାରରେ ପଡ଼େ ଆଉ ଖାଲି ରୋହି ମାଛଟା ପଡ଼ିବ। କଞ୍ଚା ବି ପକେଇଦେଲେ କାମୁଡ଼ି ଖାଇଦେବି ନାଇଁ କି? ଆଉ ଖାଲି ଟିକେ ଲେମ୍ବୁଟା ପଡ଼ିବ ବୋଧେ। ଟିକେ ଲେମ୍ବୁଟା ପଡ଼ିବ। ବାସ୍ 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 ବାସ୍। ଲେମ୍ବୁଟାର ରସ ଅଧିକା ପାଣି ହେଇଗଲା ସେଇଥିପାଇଁ ବୋଧେ। ଏଇଟା ଆମର କେମିତି କ'ଣ ଦେଖାଯାଉଛି? ନା ଆମର ଯେମିତି ଇଏ କରନ୍ତିନି ନା, ବେସନ ଯେଉଁ ବାଇଗଣ ଫୁଲରେ କରନ୍ତି କିମ୍ବା ବୁଡ଼ନ୍ତି, ସେଇଭଳିଆ ଦେଖାହେଲାଣି। ବାସ୍ ବାସ୍ ବାସ୍। ଆମକୁ ମିନିମମ୍ 3-4 ଘଣ୍ଟା ମ୍ୟାରିନେଟ୍ କରିକି ରଖିବାକୁ ପଡ଼ିବ। 5 ଘଣ୍ଟା। 5 ଘଣ୍ଟା ଟେଷ୍ଟ ପୁରା ଭିତରକୁ ପଳେଇବ ଆଉ। ଚାକୁ ମାରି ଦେଇଥାନ୍ତୁ ଯଦି ମସଲାଟା ଭିତରକୁ ଯାଇଥାନ୍ତା।
ନାହିଁ କି ଖାଲି ଫ୍ରିଜରେ ନାହିଁ? ଫ୍ରିଜରେ ରଖା ବେଟା ଡିପ୍ ଫ୍ରିଜରେ ଆଇସ୍ ହେଇଯିବ ନା? ଆଇସ୍ ହଁ ହଁ। ଆମର ସେୟାକୁ ଯିଏ ବନେ ସେ କହୁଛନ୍ତି ଡିପ୍ ଫ୍ରିଜରେ ରଖିବାନି କାହିଁକି ନା ଆଇସ୍ ହେଇଯିବ ପୁଣି ବନେଇତେ ପୁଣି ପାଣି ଛାଡ଼ିବ ନା। ଟାଇମ୍ ବି ଅଧିକ ନା ମ୍ୟାରିନେଟ୍ 4 ଘଣ୍ଟା ଭିତରେ ନାଗିବ। ଦେଖିବା କାଲି ସକାଳୁ ଉଠି 6ଟାରେ ବନେଇବା ନା? 6ଟାରେ ବନେଇତେ ଉଠେଇତେ ପଡ଼ିବ। ନିଦ ଭାଙ୍ଗିନା 8ଟାରେ 8ଟାରେ 6ଟା ଯଦି ନିଦ ନ ଭାଙ୍ଗିଲେ 8ଟାରେ ଆଉ 8ଟାରେ ବନେଇତେ 12ଟାରେ ଖାଇ ପୁଣି କାମକୁ ଯେତେ ପଡ଼ିବ। ଫ୍ରିଜରେ ରଖିବା 1 ମିନିଟ୍ ର। ନା ଏଟା ସବୁ ଦେଖିବ ନା ଫ୍ରିଜରେ ରଖିଦେବା ଏଠି। ତାକୁ ନାହିଁ ନାହିଁ କି ଆମର 17 ଟଙ୍କା 8 ପଇସାରେ ଦେଲା ସେ 17.5 ଟଙ୍କା। ଏତିକି ଗୋଟେ ମାଛ ବେଶୀ ହେଇଗଲା କଦଳୀ ପତ୍ର କମ ହେଇଗଲା। କାଟିକି ଟିକେ ରଖିଦେନେ ସେ ଫ୍ରିଜ୍ ଭିତରେ ନା ଦେତେ ପଡ଼ିବ ନା? ସେ ଫ୍ରିଜ୍ ଭିତରେ କଦଳୀ ପତ୍ର ଟିକେ ରଖିଦେବା। ମାଛ ଆମର କଦଳୀ ପତ୍ର ଆଉ ହେଲାନି ବୋଲି ଏତିକି ମାଛ ରହିଯିବ ବଞ୍ଚିଯିବ ଆମର। କାଲି ପୁଣି ବନେଇତେ ପଡ଼ିବ। ଗରମ ହେଇଗଲା ତେଲ ପକେଇଦେବା।